ଦେଖନ୍ତୁ ଏଇଟା ଦୀର୍ଘ ବର୍ଷ ହେଲାଣି, ପ୍ରାୟ 70-80 ବର୍ଷ ହେଲାଣି ମାଘମଣ୍ଡେଇଟା ଚାଲି ଆସୁଛି। ଆର ଉଦ୍ଦେଶ୍ୟ ହେଲା ଗାଁର ଚାଷ ଆଉ ଗାଈ ଗୋରୁ ଗାଁର କେମିତି ସୁରକ୍ଷିତ ରହିବ, ଠାକୁରଙ୍କ ଉପରେ ବିଶ୍ୱାସ କରନ୍ତି ଲୋକ। କୋରାପୁଟ ଜିଲ୍ଲାର 3ଟା ଜାଗାରେ ମାଘମଣ୍ଡେଇ ହୁଏ, ଯେଉଁଟାକି ବରିଗୁମା, ଆଉ ଗୋଟେ ହେଲା ଆମର ପୋପୁ ଗାଁ, ଆଉ ଗୋଟେ ହେଲା ଷଣ୍ଢ ଗାଁ। ଏଠି ମନ୍ଦିରରୁ ବାହାରନ୍ତି ପଟୁଆର ଠାକୁରଙ୍କ ସହିତ ବାଜା ଭାଜା କରିକି ରଥ ଆଉ ଲାଠି, ତାର ଯେତିକି ପାରମ୍ପାରିକ ଅଛି ଆଦିବାସୀ କାଲଚରର ଯେତିକି ଅଛି ସବୁ ପୁରା ପଟୁଆର ସହିତ ବାହାରିକି ଯାଆନ୍ତି। ବାହାରୁ ଅନେକ ଲୋକ ଆସନ୍ତି, ଦର୍ଶକ ବି ଆସନ୍ତି। ଠାକୁରଙ୍କ ଉପରେ ଭରସା ଅଛି ଯେ ପୂଜା କଲେ କିଛିଟା ଫଳଟା ମିଳିବ। ଆଜି ଆମର ଷଣ୍ଢ ଗାଁରେ ମାଘମଣ୍ଡେଇ ଯାତ୍ରା ହେଉଛି, ଆଉ ବହୁତ ଶ୍ରଦ୍ଧାଳୁ ଆସୁଛନ୍ତି। ତାପରେ ଆମର ଏଇ ଯାତ୍ରା ପୂର୍ବପୁରୁଷ ମାନଙ୍କୁ ଧରିକି ଆସୁଛି, ଆଉ ବର୍ତ୍ତମାନ ବି ଆମେ ଜାରିକି ରଖିଛୁ, ବଜାଇ ରଖିଛୁ। ମୁଁ ଏସ୍ବି ନୂଆଗାଁ ସରପଞ୍ଚ ଶ୍ରୀ ଦେବ ମାଝୀ। ଆମର ଆଜି ଷଣ୍ଢଗାଁ ଗ୍ରାମରେ ଆମର ବର୍ଷକୁ ଥରେ ମାଘମଣ୍ଡେଇ ହୁଏ। ଆମର ପୂର୍ବ କାଳରୁ ଆମର ଆଦିବାସୀ ଭାଇ ଭଉଣୀମାନେ ଆମର ଗ୍ରାମର ଦେବୀ ମା ଠାକୁରାଣୀ ମହାମାଇ ମା ମାଉଲି ଡଙ୍ଗରଦୀଙ୍କୁ ଆମେ ପୂର୍ବ ବର୍ଷ ଭଳି ଏହି ବର୍ଷ ମଧ୍ୟ ବଡ଼ ସୁରୁଖୁରୁରେ ସରିଯାଇଛି ମାଘମଣ୍ଡେଇଟା। ଏବଂ ଆମର ଏହି ମଣ୍ଡି କରିବାର ଉଦ୍ଦେଶ୍ୟ ହେଉଛି ଆମର ପିତୃପୁରୁଷମାନେ ଆମର ଏଇ ମାଘମଣ୍ଡେଇକୁ ଆମର ଦେବାଦେବୀଙ୍କୁ ଗ୍ରାମର ଭଲ ମନ୍ଦ ଏବଂ ଏଇ ଅଞ୍ଚଳର ସୁବିଧା ଅସୁବିଧା ପାଇଁ ଆମର ଦେବାଦେବୀଙ୍କୁ ଆମର ପିତୃପୁରୁଷମାନେ ପୂଜା କରି ଆସୁଥିଲେ। ଏବଂ ଏହି ପ୍ରଥାକୁ ନେଇ ଆଜି ଆମେ ଆମର ଷଣ୍ଢଗାଁ ଗ୍ରାମବାସୀ, ପଞ୍ଚାୟତବାସୀ, ଏ ଅଞ୍ଚଳବାସୀ, ଏ କଟପାଳବାସୀ ଆମର ଆଜି ମାଘମଣ୍ଡେଇରେ ଉପସ୍ଥିତ ରହି ସମସ୍ତେ ସୁରୁଖୁରୁରେ ଏବଂ ସୁରୁଖୁରୁରେ ଶାନ୍ତିରେ ଆମର ମାଘମଣ୍ଡେଇଟା ଉଦ୍ଯାପନ ହେଇଛି। ଏଠି ଗୋଟେ ଯାତ୍ରା ହୁଏ ସେ ମାଘ ମାସରେ, ସେଇଟା ପୂର୍ବ ପୁରୁଷରୁ ସେଇଟା ଚାଲି ଆସିଛି, ବର୍ତ୍ତମାନ ବି ଚାଲିଛି, ଆଉ ଚାଲିବ ବି। ବୋଲେ ଗାଁ ଯାକର ସବୁ ଲୋକ ଆସନ୍ତି, ଆଖପାଖ ଗାଁ ସାଇଡ୍ର ସବୁ ଆସିକି ରୁହନ୍ତି, ଏଠି ଯୋଗ ଦିଅନ୍ତି ଭକ୍ତ ସବୁ। ମଣ୍ଡି ଯାତ୍ରାଟା ଆମର ମାଉଲି ମନ୍ଦିରଠୁ ମହାମାଇ ପର୍ଯ୍ୟନ୍ତ ଏଇଟା ପଦଯାତ୍ରା ହୁଏ, ଆଉ ରଥ ବି ଯାଏ, ଆଉ ନାନା ପ୍ରକାର ପଟୁଆର ବି ହୁଏ। ଏଠି ପ୍ରୋସେସନ ଲୋକ ଯାଆନ୍ତି, ବାଣ ଫୁଟେ, ସବୁ କିଛି ହୁଏ। ଏଇଟା ବର୍ଷକୁ ଏଇଟା ଗୋଟେ ଥର ହୁଏ ଷଣ୍ଢଗାଁଠାରେ। ଯୋଉ ରଥଯାତ୍ରା ଦିନ ଯୋଉ ଜଗନ୍ନାଥ ମହାପ୍ରଭୁ ଯେମିତି ଗୁଣ୍ଡିଚା ଘରକୁ ଆସନ୍ତି, ସେମିତି ଏଠି ଆମର ଏଇଠୁ ମାଉଲିଠୁ ଛତରବର ନେଇକିରି ରଥରେ ଚଢ଼ିକି ଏଇଟା ମହାମାଇ ପର୍ଯ୍ୟନ୍ତ ମନ୍ଦିରକୁ ସେଠି ଯାଇକିରି ସମାପ୍ତ ହୁଏ।